ଏଇଟା ଏଭିଡେନ୍ସ ଅଛି ବୋଲି ପୁଲିସ ଗିରଫ କରିଛି। ଆଉ ଯଦି ଏଭିଡେନ୍ସ ନଥାନ୍ତା, କିଛି ଏଭିଡେନ୍ସ ନାହିଁ, ପୁଲିସ ହାତ ମାରିବାକୁ ସାହସ କରିନଥାନ୍ତା। ବିକ୍ରମ ପଣ୍ଡା ପାଇଁ ଯଦି 52 ଜଣ ଆପଣ କଣ କହୁଛନ୍ତି, ସେ 500 ଓକିଲ ଦିଅନ୍ତୁ, କିଛି ମନା ନାହିଁ କୋଉଠି ଯେ ଆପଣ ଜଣେ ଲୋକ ଗୋଟେ ଓକିଲ ଡିଫେନ୍ସ ଓକିଲ ଦେଇପାରିବ ଆଉ ଅଲଗା ଦେଇପାରିବନି। ଯେତେବେଳେ ଗୁଜରାଟରେ ଗୋଧ୍ରା କେସ୍ ହେଇଥିଲା ସେତେବେଳେ ସେ କେସ୍ରେ ଆକ୍ୟୁଜ ମାନଙ୍କ ପାଇଁ 300 ଓକିଲତନା ଫାଇଲ କରିଥିଲେ, କିନ୍ତୁ କଣ୍ଡକ୍ଟିଂ ଜଣେ କରିବ। ଯିଏ ସିନିୟର ମୋଷ୍ଟ ଥିବ, ଯିଏ ଆପଣଙ୍କ ତାଙ୍କ ଭିତରେ ବୟସ୍କ ଥିବ, ଯିଏ ସିନିୟର ମୋଷ୍ଟ ଥିବ, ସେହି ତା କଣ୍ଡକ୍ଟ କରିବ, ଜେରା କରିବ। ସୋ ସମସ୍ତେ ସିନା ପାୱାର ଫାଇଲ କରିଲେ ସମସ୍ତେ ଜେରା କରିବେନି, ଅଲଗା ଆନୁଷଙ୍ଗିକ କାର୍ଯ୍ୟ ହୁଏତ କିଛି କରିପାରନ୍ତି, କିନ୍ତୁ ଜେରାଟା ସିନିୟର ମୋଷ୍ଟ ଓକିଲ ସେତେବେଳେ ଯିଏ ଥିବ, ଯିଏ କଣ୍ଡକ୍ଟିଂ ଲୟର ଥିବ, ଯିଏ ସେତେବେଳେ ଫ୍ରେଶ ଫାଇଲ କରିବ, ସେହି ତାର ଜେରା କଣ୍ଡକ୍ଟ କରିବ। ତାଙ୍କର କଣ ରୋଲ? ଆମେ ଜେନେରାଲି କେସ୍ କଲାବେଳେ 5-6 ଜଣଙ୍କ ନାଁ ସାଧାରଣତଃ ଦିଆଯାଏ, ଯୋଉମାନେ କିଏ ଚେମ୍ବରରେ ରେକର୍ଡ ଭେରିଫିକେସନ କରିବ, କିଏ କୋର୍ଟରେ ରେକର୍ଡ ଭେରିଫିକେସନ କରିବ, କିଏ କିଏ କୋଉ ଆଙ୍ଗେଲରେ ବି ଡିଫେନ୍ସ ଓକିଲ ଯାହା ଚାହୁଁଥିବ ତାକୁ କାର୍ଯ୍ୟକାରୀ କରିବା ପାଇଁ, ଏଭଳିଆ ବିଭିନ୍ନ ଗ୍ରୁପ ଥାନ୍ତି। ସେଇ ଗ୍ରୁପ ଭିତରେ ସେମାନେ ସେ କାର୍ଯ୍ୟ କରିବେ, କିନ୍ତୁ ଆପଣଙ୍କର କୋର୍ଟ, ଆପଣଙ୍କର ଜିଲ୍ଲା ଜଜ୍ ହଉ କି ଆସିଷ୍ଟାଣ୍ଟ ଜିଲ୍ଲା ଜଜ୍ ହଉ, ଏମାନେ ଆପଣଙ୍କୁ ଯିଏ ସିନିୟର ମୋଷ୍ଟ ଥିବ ତାକୁ ଆଲାଉ କରିବେ ଯେ ଆପଣ କଣ୍ଡକ୍ଟ କରନ୍ତୁ। ତାକୁ ଚୁଜ୍ କରିବେ ଯିଏ ଆସାମୀ ଥିବ। ଆପଣଙ୍କର ଯାହା ପାଇଁ ସେ ଓକିଲ ଫାଇଲ କରିଥିବେ ସିଏ ଚୁଜ୍ କରିବ, ନାହିଁ ମୁଁ 10 ଜଣ ଓକିଲ ଦେଇଛି, ମୋର ଇଏ ଓକିଲ ଜେରା କରିବ। ସୋ ଯିଏ ଆକ୍ୟୁଜ ଥିବ ସେହି ଚୁଜ୍ କରିବ, ସେହି ଓକିଲ ଫାଇଲ କରିବ। ଆଜ୍ଞା ଦେଖନ୍ତୁ, ଦଫା ତ କଣ ଲାଗିଛି ବର୍ତ୍ତମାନ ପୁଲିସ, ମୁଁ ତ ଜାଣିନାହିଁ ଏଫଆଇଆର କଣ ଦଫା ଅଛି, ଫରୱାର୍ଡିଂ ରେ କଣ ଦଫା ଅଛି, କନଭର୍ଟ ହେଲା ଆଉ କେ ଦଫାକୁ କିଛି ମୁଁ ଜାଣିନାହିଁ, କିନ୍ତୁ ହାଉଏଭର 302 ତ ଭାଇଟାଲ ଅଫେନ୍ସ, ଦ ପ୍ରିନ୍ସିପାଲ ଅଫେନ୍ସ। ସୋ 302 ଉପରେ ଯାହା ହବ 302 ଉପରେ ହିଁ ଜେରା ହବ, କେସ୍ ଟ୍ରାଏଲ ହବ, କେସ୍ ଚାର୍ଜସିଟ୍ ହବ। ଆଉ ଯୋଉମାନେ 120B ରେ ବ୍ୟାକ୍ ଆଣ୍ଡ ବିହାଇଣ୍ଡ କିଏ ଅସ୍ତ୍ରଶସ୍ତ୍ର ଦେଇଛି, କିଏ ବ୍ଲୁ ପ୍ରିଣ୍ଟ ତିଆରି କରିଛି, କିଏ ରୋଡ ମ୍ୟାପ ତିଆରି କରିଛି, କିଏ ଏସ୍କେପ ରେ ତାଙ୍କୁ ସାହାଯ୍ୟ କରିଛନ୍ତି, କୋଉଠି ବସିଥିଲେ, କଣ କରିଥିଲେ, ଆଉ ଏ ବାବଦରେ ଅଲଗା କିଛି ମୁଦଲା ମାନେ ଯୋଉମାନେ ଅଛନ୍ତି ଆସୁଛନ୍ତି, ଗୁଳି ମାରିନାହାନ୍ତି ବୋଲି ତ, ଗୁଳି ମାରିଛନ୍ତି ବୋଲି ତ ପୁଲିସ କନଫର୍ମ କରିଦେଇଛି 2 ଜଣ ଆସ୍ପଣ୍ଡ ହେଇଯାଇଛନ୍ତି। ସୋ ରେଷ୍ଟ ପାର୍ଟ ଯୋଉମାନେ ଅଛନ୍ତି ବ୍ୟାକ୍ ଆଣ୍ଡ ବିହାଇଣ୍ଡ, ତାଙ୍କର ସ୍କ୍ରିନ୍ କଣ ଥିଲା, ଯୋଉମାନଙ୍କର ପ୍ରତ୍ୟକ୍ଷ ନହେଲେ ବି ପରୋକ୍ଷ ଭାବରେ ଆଙ୍କ ରୋଲ ଥିଲା, ଇଏ ରୋଲଟା ଉପରେ ଆଙ୍କୁ କଣ ଲାଇବୁଲ କରୁଛି ସେକ୍ସନ ଦଉଛନ୍ତି ଚାର୍ଜସିଟ୍ ରେ, ଦେଖିଲା ପରେ ଜଣା ପଡିବ। ଷ୍ଟିପୁଲେଟେଡ ପିରିୟଡ ଆପଣଙ୍କର ଯାହା ବ୍ୟବସ୍ଥା ଅଛି ସେଟା ହଉଛି, ଯୋଉଠି ସେନ୍ସିଟିଭ ମ୍ୟାଟର ଅଛି ସେଠି 120 ଦିନ ଆପଣଙ୍କର ଚାର୍ଜସିଟ୍ ଚାର୍ଜେସ୍ ଦବ, ଆଉ ଗିରଫ କରିବାର 120 ଦିନ ଭିତରେ। ସୋ ଆପଣ ସେଇ ଅନୁପାତରେ ହିସାବ କରନ୍ତୁ, ବିକ୍ରମ ପଣ୍ଡା କି ତାଙ୍କ ଆସୋସିଏଟ ଯୋଉମାନେ ସବୁ ଫରୱାର୍ଡ ହେଲେ, ସେଇଠୁ 120 ଦିନ ଆପଣ କାଉଣ୍ଟିଂ କରିଦେବେ। ସେ ବ୍ୟବସ୍ଥା ହଉଛି 120 ଦିନ ଭିତରେ ଆପଣ ଚାର୍ଜସିଟ୍ ଦେବେ, ଓ ଚାର୍ଜସିଟ୍ ଯଦି ପାର୍ଟ ଚାର୍ଜସିଟ୍ ଯଦି ଫୁଲ ଚାର୍ଜସିଟ୍ ନହେଲା, ପାର୍ଟ ଚାର୍ଜସିଟ୍ ଦେଇକି ମଧ୍ୟ ଆପଣ ଫୁଲ ଚାର୍ଜସିଟ୍ ପାଇଁ ଟାଇମ ମଧ୍ୟ କୋର୍ଟ ନେଇପାରିବ, କୋର୍ଟ ଆଲାଉ କରିବ ପୁଲିସ ଅଫିସରକୁ ଫାଇନାଲ ଚାର୍ଜସିଟ୍ ଦେବା ପାଇଁ ଆନାଦର ଡେଟ୍ ମଧ୍ୟ ଫିକ୍ସ କରିପାରିବ। ପୁଣି ଆପଣ ସେଇ କଥାଟାକୁ ବାରମ୍ବାର ପଚାରୁଛନ୍ତି। 52 ଜଣ ଓକିଲ ମୁଁ କହିଲି ଆପଣଙ୍କର ଲାଷ୍ଟ ଟାଇମରେ ଚାର୍ଜସିଟ୍ ପରେ, ଚାର୍ଜ ଫ୍ରେମ୍ ପରେ ଯେତେବେଳେ ଆସିବ ସାକ୍ଷୀ ଜିନିଷ ଆସିବ, ସେତେବେଳେ ସେଇ 52 ଜଣ ହଉ କି ସେ 55 ଜଣ ଭିତରୁ ଯିଏ ସିନିୟର ମୋଷ୍ଟ ଥିବ ସେ କେସ୍ଟା କଣ୍ଡକ୍ଟ କରିବ, ସେଇ ଜେରା କରିବ, ସେଇ ଆର୍ଗୁମେଣ୍ଟ କରିବ। ଯଦି ତାକୁ କିଏ ଆସୋସିଏଟ କିଏ ସପୋର୍ଟ କରିକି ଆଉ କିଏ ମାନେ ଯଦି କରିପାରନ୍ତି, ଗୋଟେ ସେଟା ଭବିଷ୍ୟତ କହିବ, କିନ୍ତୁ କଣ୍ଡକ୍ଟିଂ ଲୟର ଇଜ 1%। କଣ ପାଇଁ ଆପଣ ଗଣମାଧ୍ୟମରେ 52 ଓକିଲ, 55 ଓକିଲ, 100 ଓକିଲର କାହିଁ ଗଣମାଧ୍ୟମ ତାକୁ ପଚାରୁଛି ଭଗବାନ ଛଡା ଆଉ କେହି କହିପାରିବେନି। କାଲି ଯଦି ଏଣ୍ଟାର ବାରର 500 ଓକିଲ ଆପଣଙ୍କ ଓକିଲତା ଫାଇଲ କରିବେ, ଆପଣ ସିଏ ଗୋଟେ ଚର୍ଚ୍ଚାର ବିଷୟ ରହିବ। ତେଣୁ ଇଏ ଗୋଟେ ଚର୍ଚ୍ଚା ପାଇଁ ଏଇଟା କରାଯାଇଛି, 52-55 କିଛି ମୂଲ୍ୟ ନାହିଁ। ତେଣୁ ଯୋଉ ମହକିଲ ପାଖରେ ଆର୍ଥିକ ସ୍ୱଚ୍ଛଳତା ଅଛି, ତା ସିଏ ଏତିକି ଓକିଲଙ୍କୁ ନେଇକି ଚଳେଇ ପାରିବ, ସିଏ ତ 500 ଓକିଲ ଦେବାକୁ ମନା ନାହିଁ। ସେ କହିବ ମୁଁ ଏଇখানে ଦିଲ୍ଲୀରୁ ଅମୁକ ଓକିଲ ଆଣିବି,
ସେ କାହିଁ କିଏ କହିବ ନାଇଁ ମୁଁ ବମ୍ବେରୁ ଆକୁ ଆଣିବି, ମନା ନାହିଁ। ସେତେବେଳେ ଏଇଖିଣା ଗୋଟେ ପ୍ରିଲିମିନାରୀ ଷ୍ଟେଜ କିଛି ଓକିଲ ଆ ଦେହରେ ଇଣ୍ଟରେଷ୍ଟେଡ ହେଇକି କି ମହକିଲ ଏନଗେଜ କରିବା ପରେ ସେମାନେ ଆସିଛନ୍ତି। ତେଣୁ ତାଙ୍କର କଥା ନାହିଁ। ବର୍ତ୍ତମାନ ଦେଖିବା ଆମେ ଟ୍ରାଏଲ ବେଳୁ କିଏ କିଏ ଆ ଦେହରେ ଠିଆ ହଉଛନ୍ତି, କାହା ମୁଣ୍ଡରେ କେସ୍ ଟା ଯାଉଛି। ତ ଏଇ ବର୍ତ୍ତମାନ ପରିପ୍ରେକ୍ଷୀରେ 52 ଜଣଙ୍କର ମୂଲ୍ୟ କିଛି ମୂଲ୍ୟ ନାହିଁ। ହଁ, ନମ୍ବର ସବୁ ଓକିଲ ଆଲୋଚନା ବିଭିନ୍ନ ସ୍ତରରେ ହେଇଛି। ଆପଣଙ୍କର 2009 ରୁ 2001 ଭିତରେ ଗ୍ରାହାମ ଷ୍ଟେନ୍ସ କେସ୍ ମର୍ଡର କେସ୍ ହେଇଥିଲା। ସେତେବେଳେ ମଧ୍ୟ ଗ୍ରୁପ ଅଫ ଆଡଭୋକେଟ ସେଥିରେ 25-30 ଜଣ ଆଡଭୋକେଟ କଣ୍ଡକ୍ଟିଂ କରିବା ପାଇଁ ଆସିଥିଲେ, କିନ୍ତୁ ଟ୍ରାଏଲ ବେଳକୁ 2-3 ଜଣ ରହିଲେ। ସୋ ସେଇଟା ଏଇଖିଣା ପରିପ୍ରେକ୍ଷୀରେ କହିହବନି। ନାଇଁ ନାଇଁ 5 ମାସ ରହିବା ପାଇଁ ଜୁଡିସିଆଲ କଷ୍ଟଡି ଆପଣ ପଚାରୁଛନ୍ତି କେତେ ଦିନ ରହିବେ, ସେଟା ଗୋଟେ ହିନିୟସ୍ କ୍ରାଇମ। ଗୋଟେ ଓକିଲଟାକୁ ତା ଘର ଆଗରେ ଓକିଲଟା ଗୋଟେ ସମାଜସେବୀ, ସେ ଏରିଆରେ କିଛି ଉନ୍ନତିମୂଳକ କାର୍ଯ୍ୟ କରିଛି, ତା ସାଙ୍ଗେ ସାଙ୍ଗେ ସେ ଗୋଟେ ବାର କାଉନସିଲ ଅଫ ଦ ଗୋଟେ ମେମ୍ବର, ସେ ମେମ୍ବର ଗୋଟେ, ତାକୁ ଗୋଟେ ପ୍ରି ପ୍ଲାନ କରି ପ୍ରିଲିମିନାରୀ ଆପଣ ଗୋଟେ ଆଣିଲେ ବିହାରୀ ମାନଙ୍କୁ ଆଣିକି ବୁଲେଇଥିଲେ ମାରିଦେବା ପାଇଁ, ଗୋଟେ ରେକି କରିଥିଲେ। ସବସିକ୍ୱେଣ୍ଟଲି ସେ ରେକିଟା ଫେଲ ହେଲା ପରେ ଆଉ ଗୋଟେ ରେକି କରିକି ତାକୁ ମାରିଲେ। ସୋ ଏଇଟାକୁ ଆମେ ନିନ୍ଦା କରୁଛୁ। ଏଭଳିଆ ଘଟଣା ଘଟିଲେ ଆଉ ଓକିଲ ମାନଙ୍କର ଆଉ ମହକିଲ ମାନଙ୍କ ପ୍ରତି ଭରସା ରହିବନି କି ଆଉ ବିଶ୍ୱାସ ରହିବନି। ଆମେ ଗୋଟେ ମହକିଲର କେସ୍ ଯେତେବେଳେ କରୁଛୁ ତାକୁ ବିଶ୍ୱାସ କରି ତା ଭର୍ସନକୁ ବିଶ୍ୱାସ କରିକି ଆମେ ତା କେସ୍ ଲଢୁଛୁ। ଯଦି ଏଇଭଳିଆ କାଣ୍ଡ ହବ ତାହେଲେ ଆଉ ଓକିଲ ମାନଙ୍କର ଭରସା ରହିବନି ମହକିଲ ମାନଙ୍କୁ। ସୋ ମହକିଲ ମାନଙ୍କୁ ଏଇଭଳିଆ ଇନଷ୍ଟିଗେସନ କରି ଗୋଟେ ପ୍ରୋଭୋକେସନ କରି ଗୋଟେ ପରିବାରକୁ ଛିନଭିନ କରି ଗୋଟେ ବରିଷ୍ଠ ଆଇନଜୀବୀଟାକୁ ହତ୍ୟା କରିବା, ଏ ଗୋଟେ ନିନ୍ଦନୀୟ। ସାରା ଓଡିଶାର ନିନ୍ଦନୀୟ, ସାରା ଦେଶରେ ମଧ୍ୟ ନିନ୍ଦନୀୟ। ଦେଖନ୍ତୁ, ଘଟଣା ଘଟିବାର ଗୋଟେ ଦିନ 2 ଦିନ ପରେ ବାର କାଉନସିଲ ର ଯିଏ ଚେୟାରପର୍ସନ ଅଛନ୍ତି ସିଏ କିଛି ଅବଜେକ୍ସନ ଭଏସ ରାଇଜ କରିଥିଲେ, ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ, ନିନ୍ଦା ପ୍ରସ୍ତାବ ମଧ୍ୟ କରିଥିଲେ। ଗୋଟେ ଦୁଃଖର ବିଷୟ ଯେ ଲୋକାଲ ବାର ପିତାସ ପଣ୍ଡା ଯୋଉ ବାର ମେମ୍ବର, ସେ ବାର ମେମ୍ବର ହିସାବରେ କୌଣସି ରିଜଲ୍ୟୁସନ ହେଲା ନାହିଁ ଯେ ନାଇଁ ଆମେ ସମ୍ପୂର୍ଣ୍ଣ ରୂପେ ବ୍ରହ୍ମପୁର ବାର ବୟକଟ କରୁଛୁ ଆଙ୍କର କେସ୍ ନ କରିବା ପାଇଁ। ଯେହେତୁ ସେ ଜଣେ ବିଲଙ୍ଗସ କଲେ ବ୍ରହ୍ମପୁର ବାର, ସିଏ କୌଣସି ଷ୍ଟେପ, ତାଙ୍କର ଆସୋସିଏସନ କୌଣସି ଷ୍ଟେପ ନେଲାନି। ସୋ ଏଥିରେ ଓକିଲମାନେ ଚାହିଁଲେ ଦେଖିଲେ ଯେ ଆମର ବାର ଅବଜେକ୍ସନ ଓକିଲ ଫାଇଲ କଲେ। ଦେନ୍ ଆପଣଙ୍କର ବାର କାଉନସିଲ ମଧ୍ୟ ସାଇମଲ୍ଟେନିୟସଲି ସିଏ କୌଣସି ଷ୍ଟେପ ନେଲେନି, ଖାଲି ଅବଜେକ୍ସନ ଗଣମାଧ୍ୟମରେ କରିକି ରହିଗଲେ। ଆଜି ପର୍ଯ୍ୟନ୍ତ ଗୋଟେ ମିଟିଂ ଡାକିଲେନି କି ଯୋଉ 25 ଜଣ ଯୋଉ ମେମ୍ବର ଅଛନ୍ତି ବାର କାଉନସିଲରେ, ଜଣେ ମରିଗଲା, ଆଉ 24 ଜଣ ଭିତରୁ କେହି ଗୋଟେ ଭଏସ ରାଇଜ କଲେନି ଏଇଟାକୁ ଏଇ ଯୋଉ ଗଣ ହତ୍ୟା ବିରୁଦ୍ଧରେ ଗଣ କଲେ ନାହିଁ। ଇଭିନ୍ ଚେୟାରପର୍ସନ ମଧ୍ୟ କୌଣସି ଅବଜେକ୍ସନ କଲେ ନାହିଁ, କହିଲେ ନାହିଁ ଯେ ଆର କେସ୍ ଗୋଟେ ଯଦି ସେ ଗୋଟେ ରିଜଲ୍ୟୁସନ ପାସ୍ କରିଥାନ୍ତେ ବାର କାଉନସିଲ ତରଫରୁ, ରିଜଲ୍ୟୁସନ ପାସ୍ କରିଥାନ୍ତେ 24 ଜଣ ମେମ୍ବର 12-14 ଜଣ ମେମ୍ବର ଯଦି ଆପ୍ରୁଭ ଦେଇଥାନ୍ତେ, ତାହେଲେ ଆଉ କେହି ତା ଦେହରେ ଓକିଲତାମା ଫାଇଲ କରିନଥାନ୍ତେ। ସୋ ସେମାନେ କଲେ, ବାର କାଉନସିଲ କିଛି କଲେନି, ଲୋକାଲ ବାର କିଛି କଲାନି, ସପୋର୍ଟିଂ ବାର ମଧ୍ୟ ଆଖପାଖରେ ଫେରି ଫେରି ଯୋଉ ବାର ସେମାନେ କିଛି କଲେନି। ତେଣୁ ଓକିଲତାମା ଫାଇଲ କଲେ। ତେଣୁ କିଛି ନିନ୍ଦା, କିଛି ଅବଜେକ୍ସନ ବାର କାଉନସିଲ ତରଫରୁ, ବାର ଆସୋସିଏସନ ତରଫରୁ, ଲୋକାଲ ବାର ଆସୋସିଏସନ କରିବାର ଥିଲା, ସେଇଟା ଆଜି ପର୍ଯ୍ୟନ୍ତ ହେଇପାରିଲାନି। ଆଉ ବିଲେଟେଡ ଷ୍ଟେଜରେ କେହି ଆଉ କଲେ ବି ମାନିବେ ନାହିଁ। ୟାପରେ ଓକିଲ ଭରପୁର କୋର୍ଟରେ ତାଙ୍କ ସପକ୍ଷରେ ଓକିଲତା ଫାଇଲ କରିବେ। ଆଜ୍ଞା, ରାଜନୈତିକ ଚାପ କିଛି ନାହିଁ। ପ୍ରାୟ ଫେସା ମେଡ୍ ଆଉଟ୍ ହେଇଛି। ହତ୍ୟା ଅଭିଯୋଗରେ ଯୋଉ ଗୋଟେ ଏକ୍ସ ଏମଏଲଏ କୁ, ଗୋଟେ ଲୋକାଲ ଲୋକ ଏକ୍ସ ଏମଏଲଏ, ତାଙ୍କର କଣ ଲୋକାଲ, ତାଙ୍କର କଣ ଏମଏଲଏ ଏଇ ଯୋଉ କଣ ଆଡଭୋକେଟ ଲାଇସେନ୍ସ ଅଛି ବୋଲି ଯାହା ଶୁଣା ଯାଉଛି, କୁ ଗିରଫ କରିବା ପୂର୍ବରୁ ଯୋଉ ଆଇପିଏସ୍ ଅଫିସର ହଉ କି ଯୋଉ ତଦନ୍ତକାରୀ ଅଫିସର ହଉ, ଯୋଉ ସବୁ ଇନଭେଷ୍ଟିଗେସନ କରିଛି, ସେଭଳିଆ ଏଭିଡେନ୍ସ ସେ କଲେକ୍ଟ କରିଛି ବୋଲି ଆଜି ଗିରଫ କଲା। ରାତି 1ଟା ବେଳେ ତାକୁ ଆଣିକି ଘରୁ ଉଠେଇ ଆଣିକି ଗିରଫ ଦେଖେଇଲେ। ଦିନ ବେଳା ଜାଣିଥିଲେ ହୁଏତ ତାକୁ ଘରୁ ଉଠେଇ ପାରିନଥାନ୍ତେ କି ରାସ୍ତାଘାଟରୁ ଟେକି ପାରିନଥାନ୍ତେ, କିନ୍ତୁ ଯେହେତୁ ରାତି 1ଟା ବେଳେ ବିଲେଟେଡ ଷ୍ଟେଜ ଲେଟ୍ ନାଇଟରେ ତା ଘରେ ବସି ଉଠେଇଲେ। ପ୍ରାଇମ ଫେସ୍ ଅଛି ବୋଲି ସେ ଆଣିଛନ୍ତି। ଆଉ କିଛି ସାକ୍ଷୀ ଯୋଉମାନେ ଗିରଫ ହେଇଛନ୍ତି ସେମାନେ ମଧ୍ୟ ବିକ୍ରମ ପଣ୍ଡା ନାଁରେ କିଛି ଷ୍ଟେଟମେଣ୍ଟ ବିରୁଦ୍ଧରେ ଦେଇଛନ୍ତି, ଯାହା ଫଳରେ ଏ ଘଟଣାଟା ଘଟିଲା। ସୋ ପ୍ରିନ୍ସିପାଲ ବର୍ତ୍ତମାନ
पुलिस फिल करुच्ची विक्रम पंडा इज द प्रिंसिपल अक्यूज आउ तो कहा ना शुणा जाऊनी सो विक्रम पंडा राजनैतिक व्यवस्था भितर हो कि अर्थनैतिक व्यवस्था भितर हो कि ओकिलाती व्यवस्था भितर करके गोटे कजरे से सेट करके गोटे ग्रुप तैयारी कर मारी सो ये एविडेंस अच्छी बोली पुलिस गिरफ करछि आउ जदि एविडेंस न थांदा किछि एविडेंस नहीं पुलिस हाथ मारिया भी साहस कर न थांदा ताकू ये केस टाकू गोटे आईपीएस अफसर सुपरविजन करुछन्ति ताको नेतृत्व टीम टा गड़ा है केस तदंत चली सो आमे विश्वास करिया निश्चित भाव किछि एविडेंस एस्टाब्लिश हेइछि नहले गिरफ कर न थांदा